ନୟାଗଡ଼ ରାଜନୀତି ଏବେ ଚଳଚଞ୍ଚଳ ହେବାରେ ଲାଗିଛି। ଏବେ ଚାଲୁଛି ନାମାଙ୍କନ ପ୍ରକ୍ରିୟା। ମାଳମାଳ ପ୍ରାର୍ଥୀମାନେ ଆସି ନାମାଙ୍କନ ଦାଖଲ କରିବାରେ ଲାଗି ପଡ଼ିଛନ୍ତି। ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରଞ୍ଜିତ ଦାସ। ସିନ୍ଦୁରିଆଠାରୁ ନୟାଗଡ଼ ସହରରେ ମଧ୍ୟ ଦେଇ 1000 କର୍ମୀଙ୍କୁ ନେଇ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି। ବାଜା ବାଣ ମାଧ୍ୟମରେ ଏକ ପଟୁଆର କରି ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କର୍ମୀଙ୍କ ସହିତ କଂଗ୍ରେସ ନେତା ହୁସେନ ଖାଁ ଓ କମଳ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳଙ୍କ ନିକଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେପି ବିଜେଡିକୁ ହରାଇ ସେ କଂଗ୍ରେସରୁ ବିଜୟୀ ହେବେ ବୋଲି ପ୍ରକାଶ କରିଛନ୍ତି। ଆଜି କଂଗ୍ରେସ ନାମାଙ୍କନ ଖାତା ଖୋଲିଲା। ଜୁନ 4 ବି କଂଗ୍ରେସ ଖାତା ଖୋଲିବ ନୟାଗଡ଼ରେ। ଶହେ ଶହେରେ ଖେଳିବ କଂଗ୍ରେସ। ମାଟିର ପୁଅ ଲୋକମାନଙ୍କର ଯେଉଁ ଆଗ୍ରହ, ଗାଁ ମାନଙ୍କର ଯେଉଁ ସ୍ନେହ, ନୟାଗଡ଼ର ମୁରବୀ ଗୁରୁଜନ ଯୁବ ବନ୍ଧୁମାନେ ସାଙ୍ଗସାଥୀମାନେ ଯେଉଁଭଳି ଭାବରେ ଆଗ୍ରହ ପ୍ରକାଶ କରିଛନ୍ତି ତାଙ୍କ ପ୍ରାର୍ଥୀତ୍ୱକୁ ନେଇକି, ଏବଂ ଆଜି ନୋମିନେସନ୍ ନାମାଙ୍କନ ପତ୍ର ଯେଉଁ ରାଲି ହେଲା, କଂଗ୍ରେସ କର୍ମୀମାନଙ୍କ ଭିତରେ ଯେଉଁ ଜୋଶ, ପ୍ରଚଣ୍ଡ ତାତି ସତ୍ତ୍ୱେ ଦିନ 12ଟାରେ ମୋର କଂଗ୍ରେସର କର୍ମୀମାନେ, ନେତାମାନେ, ମା ଭଉଣୀମାନେ, ଯୁବକମାନେ, ଗୁରୁଜନମାନେ ଆଜି ଯେଉଁଭଳି ଭାବରେ ଆସି ଆଶୀର୍ବାଦ ଅଜାଡ଼ି ଦେଇଛନ୍ତି, ନିଶ୍ଚିତ ଭାବରେ ଇଏ ଆଗକୁ ଗୋଟେ ନୂଆ ଖେଳ କରିବ ବୋଲି ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ। ମୁଖ୍ୟ ମୁଦ୍ଦା କ'ଣ ରହିବ? ନୟାଗଡ଼ର ମୁଖ୍ୟ ମୁଦ୍ଦା ତ ନୟାଗଡ଼ ହେଉଛି ଗୋଟେ ଅବହେଳିତ ନିର୍ବାଚନ ମଣ୍ଡଳୀ। ଇଏ ହେଉଛି ଗୋଟେ ପଛୁଆ ନିର୍ବାଚନ ମଣ୍ଡଳୀ। ଏଠି ରଙ୍ଗମରା ବିକାଶ ଚାଲିଛି। ଯେଉଁଠି ଦେଖିବେ ରଙ୍ଗମରା ହେଇଛି, ସବୁ ବିକାଶ ଚାଲିଛି, ଭଙ୍ଗା ହେଉଛି, ଗଢ଼ା ହେଉଛି। ମୁଁ ଗୋଟିଏ ଉଦାହରଣ ଦେବି। 100 ଶଯ୍ୟା ବିଶିଷ୍ଟ ନୟାଗଡ଼ ଡାକ୍ତରଖାନା ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାର 2 ମାସ ହେଇନି, ତାର ଲିଫ୍ଟଟା କାମ କରୁଛି। କାଲି ମୁଁ ଜଣେ ପେସେଣ୍ଟ ଦେଖିବାକୁ ଯାଇଥିଲି, ଜଣେ ସାମ୍ବାଦିକଙ୍କର ପିତାଙ୍କର ଆଶୀର୍ବାଦ ଯାଇଥିଲି, ଲିଫ୍ଟ କାମ କରୁଛି। ତେଣୁ ଇଏ ହେଉଛି ଗୋଟେ ଭଙ୍ଗାଗଢ଼ା ବିକାଶ। ନୟାଗଡ଼ର ମୁଦ୍ଦା ହେଉଛି ନୟାଗଡ଼ ଚିନିକଳ, ନୟାଗଡ଼ର ମୁଦ୍ଦା ହେଉଛି ଚାଷୀଙ୍କ ଜମିକି ପାଣି, ନୟାଗଡ଼ର ମୁଦ୍ଦା ହେଉଛି ମୋର ଯେଉଁ 25,000 ଯୁବକ ଆଜି ନୟାଗଡ଼ର ଯାଇକି ଦାଦନ ଖଟୁଛନ୍ତି 5 ରାଜ୍ୟରେ, ଭୁବନେଶ୍ୱରରେ ବି, କନ୍ଧମାଳ ଜିଲ୍ଲାରେ, ସେ ଭାଇମାନଙ୍କୁ ତାଙ୍କ ବାପା ମା ପାଖକୁ ଫେରାଇ ଆଣିବା, ନୟାଗଡ଼ରେ ଚିନିକଳ ଖୋଲିବା ଏବଂ ନୟାଗଡ଼ର ମେଡ଼ିକାଲ କଲେଜ, ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଏଠି ମେଡ଼ିକାଲ କଲେଜ କରିବା ଏବଂ ଆଜି 13 ଲକ୍ଷ ଲୋକଙ୍କ ପାଇଁ ମାତ୍ର 150 ଡାକ୍ତର ନୟାଗଡ଼ରେ ଅଛନ୍ତି। କ୍ରମାଗତ ଭାବରେ ଇଏ ଗୋଟେ ସମସ୍ୟା, ଆଜିର ସମସ୍ୟା ନୁହେଁ। ଆଜି ସ୍କୁଲରେ ବିଜ୍ଞାନ ଶିକ୍ଷକ, ଇଂରାଜୀ, ଗଣିତ ଶିକ୍ଷକ ଆଜି ପ୍ରତ୍ୟେକ ସ୍କୁଲରେ ଖାଲି ପଡ଼ିଛି। ଶିକ୍ଷାର ଗୁଣାତ୍ମକ ମାନ ବିକାଶ ହେଇନି। ଏ ସବୁକୁ ନେଇକି କଂଗ୍ରେସ ଦଳ ମୁଦ୍ଦା। ନୟାଗଡ଼ରୁ ଦୀପକ କୁମାର ଦାସଙ୍କ ରିପୋର୍ଟ, ଓଡ଼ିଶା ଖବର।